ତା ସତୀତ୍ୱକୁ ମାନିବାକୁ ପଡିବ। ସୀତାଙ୍କ ପରେ ସାବିତ୍ରୀଙ୍କ ପରେ ସେ ସ୍ତ୍ରୀ ଲୋକ ହେଲେ ମହାସତୀ। 27 ବର୍ଷ ଅପେକ୍ଷା କରି 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 ଯୋଉ ମହାକୁମ୍ଭ, ଯୋଉଠି ପବିତ୍ର ପାଣି, ଯୋଉ ପାଣିରେ ବୁଡ଼ ପକେଇଲେ 7 ପୁରୁଷ ପାଇଁ ପୁଣ୍ୟ ହବ, 18 କୋଟି ଲୋକ ବୁଡ଼ ପକେଇ ସାରିଲେଣି। ସେଇ କୋଟି କୋଟି ସମୟ ଭିତରେ ଏ ମହାସତୀ ତାଙ୍କ ସ୍ୱାମୀ କି ପାଇପାରିଲେ। ସାବିତ୍ରୀ ଯେମିତି ତାଙ୍କ ସ୍ୱାମୀ କି ପାଇଥିଲେ, ଇଏ ସେମିତି ପାଇପାରୁଛନ୍ତି। ତାଙ୍କୁ ମାନିବାକୁ ପଡିବ, ତାଙ୍କୁ ପୂଜା କରିବାକୁ ପଡିବ। ପବିତ୍ର ପାଣିରେ ଆପଣ ବୁଡ଼ ପକେଇବାକୁ ଗଲେନି? ଯାଉଛି 4ରେ। ମହାକୁମ୍ଭରେ ବହୁତ ଅବ୍ୟବସ୍ଥା। ସେ ଥାଉ କଣ, ମୁଁ ଯାଉଛି 4ରେ। ମୁଁ ଯିଆ ଲୋକ ନୁହଁ। ମୁଁ ଏ ତମମାନଙ୍କ ସେବା, ଗରିବ ଲୋକଙ୍କ ସେବା, ଡାକ୍ତରଖାନା ଏଇଆ କରେ। ଖାଲି ମୋ ସ୍ତ୍ରୀ କଥାରେ, କାରଣ ସେ ଘରଟାକୁ ଚଳାଏ ବେଲେ ମୁଁ ତମ ରାଜନୀତି କରୁଛି। ସେ ମତେ ଡାକିକି ନେଇଛି ଅମରନାଥ ଯାଇଛୁ, କେଦାରନାଥ ଯାଇଛୁ, ବଦ୍ରୀନାଥ ଯାଇଛୁ, ପଶୁପତିନାଥ ଯାଇଛୁ, ସୋମନାଥ ଯାଇଛୁ, ତିରୁପତି ଯାଇଛୁ, ଦକ୍ଷିଣ ଭାରତ ଯାଇଛୁ, ବିହାର ଯାଇଛୁ, ମାନସରୋବର ଯାଇଛୁ, କୈଳାସ ବି ଯାଇଛୁ। ବାକି ଏ ବୁଡ଼ ପକେଇବାକୁ ଡାକିଲା, ମୁଁ ନାହିଁ କରୁଥିଲି। ବୋଲା ଏଇଟା ମୋର ଶେଷ ଅନୁରୋଧ। ମୁଁ କହିଲି ଚାଲ ପ୍ରେ ବୁଡ଼ ପକେଇ ଦେଇ ଆସିବା। ଶଙ୍କରାଚାର୍ଯ୍ୟ କହୁଛନ୍ତି ଗୋଟେ ମହାକୁମ୍ଭ ଗୋଟେ ରାଜନୀତି ଚାଲିଛି। 2000 ମସିହାରେ ବି କହିଲେ ମହାକୁମ୍ଭ। ଏ ଶଙ୍କରାଚାର୍ଯ୍ୟ ଗୁଡାକ ପାଗଳ ହେଇଯାଇଛନ୍ତି। ଏ ଶଙ୍କରାଚାର୍ଯ୍ୟ 3 ଜଣ ଯାକ ଶଙ୍କରାଚାର୍ଯ୍ୟ କାଲି ବୁଡ଼ ପକେଇଛନ୍ତି। ତମେ ପକେଇଲା ବେଳକୁ ପବିତ୍ର 3 ଶଙ୍କରାଚାର୍ଯ୍ୟ ତାନ୍ତୁରୀ କରୁଛ। କାଲି 3 ଜଣ ଯାକ ପକେଇଛନ୍ତି ସେଠି ବୁଡ଼। ଆଜି କହୁଛନ୍ତି ରାଜନୀତି ଚାଲିଛି। କାଇ ବୁଡ଼ ପକେଇଲ ଭାଇ? କଣ ପାଇଁ ପକେଇଲ ଭାଇ? 3ଟା ଯାକ ଶଙ୍କରାଚାର୍ଯ୍ୟ ତମେ ପକେଇଲ ବୋଲି ଆଜି କୋଟି କୋଟି ଲୋକ ଯାଇ ସେଠି ପକଉଛନ୍ତି। ସାରା ବିଶ୍ୱରୁ ଆସିକି ଲୋକ ପକଉଛନ୍ତି। ତେଣୁ ଶଙ୍କରାଚାର୍ଯ୍ୟ ମାନେ ମଧ୍ୟ ଭୁଲ କରୁଛନ୍ତି।